ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଆପଣମାନ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଥରେ ନିଶ୍ଚୟ ଦେଖନ୍ତୁ। କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ଏହି ରାକ୍ଷୀ ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଛି। କାରଣ ଗ୍ରହ ନକ୍ଷତ୍ରମାନଙ୍କର ଚଳନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହାଫଳରେ ଏମାନଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟର ଅନ୍ତ ହେବା ପାଇଁ ଯାଉଛି ଏବଂ ପୁଣି ଥରେ ଖୁସି ଫେରିବା ପାଇଁ ଯାଉଛି। ବୁଧ, ଶୁକ୍ର ଏବଂ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି, ଯାହାଦ୍ୱାରା ଆପଣଙ୍କ ଜୀବନରେ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଛି। ପୁନର୍ବାର ଆପଣଙ୍କ ଜୀବନରେ ଖୁସି ଫେରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାର ଅଛି। ଏହା ପୂର୍ବରୁ ଯଦି ଆପଣଙ୍କର କୁମ୍ଭ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖିବେ। ବନ୍ଧୁମାନେ, ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଥିଲା। ଧନଜନିତ ସମସ୍ୟା ଲାଗି ରହୁଥିଲା। ଆପଣ ଋଣ ନେଉଥିଲେ କିନ୍ତୁ ଋଣ ଶୁଝି ପାରୁନଥିଲେ। ଋଣର ଭାର ଆପଣଙ୍କ ଉପରେ ବଢ଼ି ଯାଇଥିଲା। ଗୃହ ପରିବାରରେ ଖୁସିର ବାତାବରଣ ନଥିଲା। ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିଲା। ଆପଣଙ୍କର ଅନ୍ୟଶେଷରେ ଖର୍ଚ୍ଚ ହେଉଥିଲା। ସମାଜରେ ଆପଣଙ୍କର ମାନ ସମ୍ମାନ କମିଯାଉଥିଲା। ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇପାରୁନଥିଲା। ସନ୍ତାନ ସୁଖ ସହିତ ନେଇ ଚିନ୍ତିତ ରହୁଥିଲେ ଏବଂ ବେପାରରେ ମଧ୍ୟ ଆପଣଙ୍କର ଲସ୍ ହେଉଥିଲା। ପ୍ରେମ ଜୀବନ ମଧ୍ୟ ସମସ୍ୟା ଦେଖାଯାଉଥିଲା। ତେବେ ଏହିଭଳି ଯାହା ବି ସବୁ ସମସ୍ୟା ଦେଖାଯାଉଥିଲା ଆପଣଙ୍କ ଜୀବନରେ, ତାହା ଏବେ ଦୂର ହେବାକୁ ଯାଉଛି। ଆପଣଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି। ବନ୍ଧୁମାନେ, ଶୁକ୍ରଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଶୁକ୍ର ହେଉଛନ୍ତି ଧନର କାରକ ଗ୍ରହ। ଶୁକ୍ରଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନାଯାଇଥାଏ। ଶୁକ୍ର ଆପଣଙ୍କର ଷଷ୍ଠ ଭାଗରେ ଥିଲେ, ଖରାପ ସ୍ଥିତିରେ ଥିଲେ। ସେଥିପାଇଁ ଆପଣଙ୍କ ଜୀବନରେ ଧନ ଆସୁନଥିଲା। ଧନର ବ୍ୟୟ ଘଟୁଥିଲା। ପ୍ରେମ ଜୀବନରେ ସମସ୍ୟା ଦେଖାଯାଉଥିଲା। ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାଥ ଦେଉନଥିଲା। ମାତ୍ର ଶୁକ୍ର ବର୍ତ୍ତମାନ ଏହି ରାକ୍ଷୀ ପୂର୍ଣ୍ଣିମା ଠାରୁ ଆପଣଙ୍କର ସପ୍ତମ ଭାଗକୁ ଚଳନ କରୁଛନ୍ତି। ଶୁକ୍ର ଆପଣଙ୍କର ଚତୁର୍ଥ ଭାଗ ଏବଂ ନବମ ଭାଗକୁ ଅଧିପତି ଅଟନ୍ତି। ଭାଗ୍ୟ ଭାଗ ଏବଂ ସୁଖ ଭାଗର ଅଧିପତି ଅଟନ୍ତି। ଭାଗ୍ୟ ଏବଂ ସୁଖର ଭାଗ ଅଧିପତି ହୋଇ ଶୁକ୍ର ଆପଣଙ୍କର ସପ୍ତମ ଭାଗରେ ବିରାଜମାନ ଅଛନ୍ତି। ଯାହାଫଳରେ ଏହି ସମୟରେ ଆପଣଙ୍କର ଭାଗ୍ୟ ଉଦୟ ହେବ। ଭାଗ୍ୟ ବଳରେ ଆପଣଙ୍କର ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ। ଏହି ସମୟ ମଧ୍ୟରେ ଆପଣ କୌଣସି ବଡ଼ ଜିନିଷ କ୍ରୟ ବିକ୍ରୟ କରିପାରନ୍ତି କିମ୍ବା କୌଣସି ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି। ଆପଣଙ୍କ ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇପାରେ। ଚାରିଦିଗରୁ ଆପଣଙ୍କର ଧନ ପ୍ରାପ୍ତି ହେବ। ଲାଭ ହିଁ ଲାଭ ଆପଣଙ୍କୁ ପ୍ରାପ୍ତି ହେବ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ମଧ୍ୟ ବହୁତ ଅଧିକ ଉନ୍ନତି ଦେଖିବାକୁ ମିଳିବ। ଆପଣଙ୍କର ଡେଲି ଇନକମ୍ ମଧ୍ୟ ବୃଦ୍ଧି ଆସିବ ଏବଂ ବୁଧ ମଧ୍ୟ ଆପଣଙ୍କର ସପ୍ତମ ଭାଗକୁ ଚଳନ କରୁଛନ୍ତି ଏବଂ ସୂର୍ଯ୍ୟ ମଧ୍ୟ 16 ଅଗଷ୍ଟକୁ ଆପଣଙ୍କୁ ସପ୍ତମ ଭାଗକୁ ଚଳନ କରୁଛନ୍ତି। ବୁଧ ଗ୍ରହକୁ ନାରାୟଣଙ୍କର ସ୍ୱରୂପ ବୋଲି ମନାଯାଇଥାଏ ଏବଂ ବୁଧ ଆପଣଙ୍କର ପଞ୍ଚମ ଭାଗର ଅଧିପତି ହୋଇ ଆପଣଙ୍କର ସପ୍ତମ ଭାଗକୁ ବିରାଜମାନ ଅଛନ୍ତି। ଆପଣଙ୍କର ସପ୍ତମ ଭାଗରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ନେଇ ନିର୍ମାଣ ହେଉଛି। ଏହି ସମୟଟି ଆପଣଙ୍କର ଶିକ୍ଷା କ୍ଷେତ୍ର ପାଇଁ ବହୁତ ଭଲ ସମୟ ଅଟେ। ଆପଣଙ୍କର ଯଦି କୌଣସି ଏକ୍ଜାମ ଏହି ରାକ୍ଷୀ ପୂର୍ଣ୍ଣିମା ପରେ ଅଛି ତେବେ ସଫଳତା ନିଶ୍ଚିତ ରୂପରେ ପ୍ରାପ୍ତି ହେବ। ଆପଣଙ୍କର ମନ ପାଠପଢ଼ାରେ ଲାଗିବ। ଆପଣ ପାଠପଢ଼ାରେ ବହୁତ ବଡ଼ ଅଧିକ ଉନ୍ନତି କରିବେ। ଆପଣ ଯଦି କିଛି ବଡ଼ ଡିସିସନ୍ ନେବା ପାଇଁ ଚାହୁଁଛନ୍ତି, ପାଠପଢ଼ାକୁ ନେଇ କିମ୍ବା କୌଣସି ଉଚ୍ଚ ଶିକ୍ଷାକୁ କରିବାକୁ ଚାହୁଁଛନ୍ତି କିମ୍ବା କୌଣସି ଫର୍ମ ଫିଲ୍ଅପ୍ କରିବା ପାଇଁ ଚାହୁଁଛନ୍ତି, କୌଣସି ଜାଗାରେ ଆଡ଼ମିସନ୍ ନେବା ପାଇଁ ଚାହୁଁଛନ୍ତି, ତେବେ ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହୁଛି ଏବଂ ସୂର୍ଯ୍ୟ ମଧ୍ୟ ଆପଣଙ୍କର ସପ୍ତମ ଭାଗରେ ବିରାଜମାନ ରହିବେ। ନିଜ ଗୃହରେ ବଳବାନ ଅବସ୍ଥାରେ ରହିବେ
ଏହି ସମୟରେ ଆପଣଙ୍କର ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ। ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ। ଯେଉଁମାନଙ୍କ ପାଖରେ କୌଣସି ଚାକିରି ବାକିରି ନାହିଁ ସେମାନଙ୍କ ପାଇଁ ମଧ୍ୟ ନୂତନ ଚାକିରି ପ୍ରାପ୍ତି ହୋଇପାରେ। ଉପର ଅଫିସରଙ୍କ ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ଗୁରୁଜନମାନଙ୍କର ସାହାଯ୍ୟ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ। ପାରିବାରିକ ସୁଖ ପ୍ରାପ୍ତି ହେବ। ଆପଣଙ୍କର ବାଣୀରେ ମଧୁରତା ଆସିବ। ଆପଣଙ୍କର ବାଣୀ ଦ୍ୱାରା ଲୋକମାନେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ। ଦ୍ୱିତୀୟ ଭାଗଟି ଧନର ଭାଗ ହୋଇଥାଏ, ତ ଏହି ସମୟରେ ଆପଣଙ୍କର ଧନର ମଧ୍ୟ ବୃଦ୍ଧି ହେବ। ଆପଣ କିଛି ଟଙ୍କା ସଞ୍ଚୟ କରିପାରିବେ। ଆପଣଙ୍କର ରୋଜଗାରରେ ମଧ୍ୟ ବୃଦ୍ଧି ଆସିବ। ପାର୍ଟନରସିପ୍ରେ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ବହୁତ ବଡ଼ ସଫଳତା ଲାଭ ହେବ। ଆପଣଙ୍କ ପ୍ରେମ ଜୀବନରେ ଯଦି କୌଣସି ସମସ୍ୟା ଚାଲିଥିଲା ତେବେ ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ସେସବୁର ସମାଧାନ ହୋଇଯିବ। ବନ୍ଧୁମାନେ, ଗୁରୁ ଆପଣଙ୍କର ଚତୁର୍ଥ ଭାଗରେ ବିରାଜମାନ ଅଛନ୍ତି। ଏହି ସମୟରେ ଆପଣଙ୍କୁ ମାଙ୍କର ସୁଖ ପ୍ରାପ୍ତି ହେବ। ଆପଣ କୌଣସି ଜମି ଜମା, ବାହନ କିମ୍ବା ପ୍ରପର୍ଟି ଇତ୍ୟାଦି କିଣିପାରନ୍ତି କିମ୍ବା କିଣିବା ପାଇଁ ମନ ବଳାଇ ପାରନ୍ତି। ଗୁରୁ ଆପଣଙ୍କର ଚତୁର୍ଥ ଭାଗରେ ବସି ଆପଣଙ୍କର ସପ୍ତମ ଭାଗ, ଅଷ୍ଟମ ଭାଗ ଏବଂ ଦ୍ୱାଦଶ ଭାଗକୁ ଦେଖୁଛନ୍ତି। ଆପଣଙ୍କୁ ଏହି ସମୟରେ ଆକସ୍ମିକ ଧନ ଲାଭ ହୋଇପାରେ। ଆପଣ ଗୁପ୍ତ ଜ୍ଞାନରେ ଅଧ୍ୟୟନ କରିପାରନ୍ତି। ଆପଣଙ୍କର କ୍ୟାରିୟର ପାଇଁ ଏହି ସମୟଟି ବହୁତ ଭଲ ରହିଛି। ଆପଣଙ୍କର କ୍ୟାରିୟରରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଆପଣଙ୍କୁ ସୁଖ ପ୍ରାପ୍ତି ହେବ। ସମସ୍ତ କାର୍ଯ୍ୟ ଆପଣଙ୍କର ସୁରୁଖୁରୁରେ ହୋଇଯିବ। ଦ୍ୱାଦଶ ଭାଗକୁ ଦେଖିବାର ଅର୍ଥ ଆପଣ ଏହି ସମୟରେ ବିଦେଶ ଯାତ୍ରା କରିପାରନ୍ତି ଏବଂ ବିଦେଶରେ ରହି କାମ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହି ସମୟଟି ଅତ୍ୟନ୍ତ ଶୁଭ ଅଟେ। ଏବଂ ଯେଉଁମାନେ ସନ୍ତାନର କାମନା କରୁଥିଲେ ସେମାନଙ୍କୁ ଏହି ସମୟ ମଧ୍ୟରେ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ। ସବୁ ଦୃଷ୍ଟିରୁ ଦେଖିବା ପାଇଁ ଗଲେ ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଆପଣଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ ହେବ। ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ। ଆପଣଙ୍କର ଶିକ୍ଷା କ୍ଷେତ୍ରରେ, ପ୍ରେମ ଜୀବନରେ, ବୈବାହିକ ଜୀବନରେ, ବେପାର ବାଣିଜ୍ୟ କ୍ଷେତ୍ରରେ ଓ କ୍ୟାରିୟର ଏବଂ ଭାଗ୍ୟ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ଯାହାଫଳରେ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଛି ଏବଂ ପୁଣି ଥରେ ଖୁସି ଫେରିବା ପାଇଁ ଯାଉଛି। ଅଧିକ ଶୁଭ ଫଳ ପ୍ରାପ୍ତି କରିବା ପାଇଁ ଆପଣ ଶନିଙ୍କର ବୀଜ ମନ୍ତ୍ର ଜପ କରନ୍ତୁ। ପ୍ରତ୍ୟେକ ଦିନ ପକ୍ଷୀ ଏବଂ କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ। ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଆପଣଙ୍କର ଭାଗ୍ୟୋଦୟ ହେବ। ଆପଣଙ୍କ ଜୀବନରେ ମଧ୍ୟ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱର ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ ବନ୍ଧୁଗଣ। ରହିଲି, ନମସ୍କାର।